बहुत दिनर इच्छा थिला तोतकोली गछ लगेଇବା ପାଇଁ କିନ୍ତୁ ତୋତ୍କୋଳି ଗଛର ନା ଦୁଇଟା ଭେରାଇଟି ଥାଏ। ଗୋଟେ ହେଉଛି ଲଟା ଜାତୀୟ ଭେରାଇଟି ଆଉ ଗୋଟେ ଏମିତିକା ଗଛ ଟାଇପ୍ର। ଆଉ ଗଛ ଟାଇପ୍ର ଯେଉଁଗୁଡ଼ାକ ଥାଏ ନା ସେଗୁଡ଼ାକ ଗ୍ରାଫ୍ଟେଡ଼୍ ଗଛ, ମାନେ ସେମିତି ନୁହଁ ଯେ ପୁରା ଡାଇରେକ୍ଟ ଗଛ ଆପଣଙ୍କୁ ମିଳିଯିବ। ଡାଇରେକ୍ଟ ଗଛ ଗୁଡ଼ାକ ଏତେ ଆପଣଙ୍କୁ ମାନେ ଡେଙ୍ଗା ମିଳିବ ଆଉ ଡେଙ୍ଗା ହେଇ ଚାଲିବ, ଆଉ ସେଇଟା ମୂଳ ବି ମଧ୍ୟ କାଫି ମୋଟା ରହିବ। ଆଉ ଯଦି ଗ୍ରାଫ୍ଟେଡ଼୍ ଗଛ ଆଣୁଛନ୍ତି ସେଇଟା ବହୁତ ହି ସରୁ ପତଳା ଗଛରେ ବି ସେ ଫଳିବ ଆଉ ବହୁତ ଛୋଟ ଗଛ ହେଇକି ରହିବ, ବେଶୀ ଡେଙ୍ଗା ହେବନି ଅଧିକ। ଗତ ବର୍ଷରୁ ଏ ବର୍ଷ ପର୍ଯ୍ୟନ୍ତ ବହୁତ ନର୍ସରୀ ଘୁରିଲେଣି ଯେଉଁ ତୋତ୍କୋଳି ଗଛକୁ ଲଗାଇବା ପାଇଁ, କିନ୍ତୁ ଗତ ବର୍ଷ ସିଜିନ୍ ପଳେଇ ଯାଇଥିଲା ବୋଲି ମୁଁ ସେଥିପାଇଁ ଲଗେଇ ନଥିଲି। ଭାବିଥିଲି ଏ ବର୍ଷ ଲଗେଇବି। ଆଉ ଏ ବର୍ଷ ଶୀତ ଦିନରେ ବହୁତ ସାରା ଖୋଜିଲେ ତୋତ୍କୋଳି ଗଛ, କିନ୍ତୁ ତୋତ୍କୋଳିର ଯେତିକି ଲଟା ଜାତୀୟ ଭେରାଇଟି ପ୍ରାୟତଃ ନର୍ସରୀରେ ରଖୁଥିଲେ, କିନ୍ତୁ ଏଇ ଗଛଟାକୁ ମୁଁ କେଉଁଠି ବି ପାଉନଥିଲି। ତ ଯାହା ବି ହଉ ଶୀତ ସରିବାକୁ ଗୋଟେ ଗଛ ଯାହା ମୋତେ ମିଳିଯାଇଛି। ତ ଏମିତିରେ ଯାଇଥିଲି ବେଗମ ବାହାର ଗଛ ଆଣିବା ପାଇଁ, କିନ୍ତୁ ତୋତ୍କୋଳି ଗଛ ନଜର ପଡ଼ି ଏଥରକ ଯାହା ହଉ ମିଳିଯାଇଥିଲା ମୋତେ ମୋ ମନ ପସନ୍ଦର ଗଛ, ମାନେ ଗ୍ରାଫ୍ଟେଡ଼୍ ଗଛ ଯେଉଁଟାକି ମୁଁ ଖୋଜୁଥିଲି। ଆଉ ସେଇଟା ଗୋଟିଏ ପିସ୍ ଥିଲା, ଆଉ ସେଇଟା ବି ମାନେ ରେଟ୍ ଟିକେ ଅଧିକା ତ ଆସେ ଆମର ତୋତ୍କୋଳିର ରହୁଛି ସେମିତି 300 ଟଙ୍କା 350 ଟଙ୍କା ଏମିତି। ତ ମୋତେ ଯେଉଁ ଗ୍ରାଫ୍ଟେଡ଼୍ ଗଛଟା ମିଳିଛି ଏଟାର ହେଉଛି ପ୍ରାଇସ୍ 200ରୁ ଆରମ୍ଭ ହେଇଯାଉଥିଲା। ତ ଆଉ ଗୋଟେ ଗଛ ଥିଲା ବହୁତ ଛୋଟଟେ ଥିଲା, କିନ୍ତୁ ଏତେ ଭଲ ତା'ର ଗ୍ରୋଥ୍ ନଥିଲା ଭଲ, ସେଥିପାଇଁକା ମୁଁ ସେଇଟା ଆଣିନଥିଲି। ତ ଏଇଟା ହେଉଛି ତା'ର ତା'ର ଗୋଟେ ଫଳ କଷି ଥିଲା, ଆଉ ଛୋଟ ଗଛଟାରେ ବି ମାନେ ଗୋଟେ କଷି ଥିଲା, କିନ୍ତୁ ସେଇଟା ଝଡ଼ି ଯାଇଥିଲା। ଏଇଟାର କଷିଟା ଥିଲା ବୋଲି ଆଣିଥିଲି, କିନ୍ତୁ ବାଟରେ ଆଣିଲା ବେଳେ ସିଏ ବି ହାତ ବାଜିକି ଝଡ଼ିଗଲା ଜରି ବାଜିକି। ତ ଯାହା ବି ହଉ ସେ କଷିଟା ଦେଖିବାଟା ଏମିତି ହେଇଛି, ଆହୁରି ସାଇଡ଼୍ରେ ଏମିତି ଫୁଲ ଫୁଲ ସବୁ ଡେମ୍ଫ ବାହାରୁଛି। ୟାର ଏଇଠୁ ହିଁ ସବୁ ଫଳିବ ଆଉ କଷି ଆସିବ। ଗୋଟେ ଗୋଟେ ଛୋଟ ଛୋଟ କଷି ଆସିବା ମାନେ କଷି ନୁହଁ ତ ଫୁଲ ଡେମ୍ଫ ବାହାରି ଆସିଲା। ତୋତ୍କୋଳି ଯେଉଁ ଥିଲା ସେଇଟା ଭଲସେ ପାଚିନି, ଦର ପାଚିଲା ହେଇଛି। ଏଇଟା ପାଚିଥିଲେ ପୁରା କଳା ପଡ଼ିଯାଇଥାନ୍ତା। ତ ଯାହା ବି ହଉ